ବାବା କହୁଛନ୍ତି ମଧୁର ସନ୍ତାନ ମାନେ ସବୁକିଛି ଯୋଗ ଶକ୍ତିରେ କର। ବାବାଙ୍କୁ କିଛି ପଚାରିବାର ପ୍ରଶ୍ନ ହିଁ ନାହିଁ। ତୁମେମାନେ ଈଶ୍ୱରଙ୍କର ସନ୍ତାନ, ତେଣୁ କୌଣସି ଆସୁରୀ କର୍ମ କର ନାହିଁ। ଏ ତ ପ୍ରଥମ ବାକ୍ୟରୁ ହିଁ ବହୁତ କିଛି କହିଦେଉଛି। ଏକଦମ ସଠିକ୍ କହିଲେ। ଏ ବାକ୍ୟରେ ଦେଖନ୍ତୁ ଦୁଇଟା ବଡ଼ କଥା ଅଛି। ଗୋଟେ ହେଲା ସବୁ କାମର ମୂଳ ହେଉଛି ଯୋଗଶକ୍ତି। ଆଉ ଦ୍ୱିତୀୟ କଥା, ଯେତେବେଳେ ପରମପିତା ପରମାତ୍ମା ନିଜେ ଆସି ଶିଖଉଛନ୍ତି ସେତେବେଳେ ମନରେ ଆଉ କ'ଣ ପ୍ରଶ୍ନ ରହିବ? କାରଣ ସେ ତ ସବୁ ଜାଣନ୍ତି। କେତେବେଳେ କୋଉଠି କ'ଣ ଦରକାର ସେ ନିଜେ ହିଁ ବୁଝେଇ ଦେଉଛନ୍ତି। ପ୍ରତିଦିନ ତ ନୂଆ ନୂଆ ପଏଣ୍ଟସ୍ ଦେଉଛନ୍ତି, ଯାହା ଆମ ବୁଦ୍ଧି ଖୋଲି ଦେଉଛି। ସେଇ କଥାଟା ମୋତେ ଟିକେ ଭାବିବାକୁ ବାଧ୍ୟ କରୁଛି। ବାବାଙ୍କୁ କିଛି ପଚାରିବାର ପ୍ରଶ୍ନ ହିଁ ନାହିଁ। ଏହାର ମାନେ କ'ଣ ଆମେ ନିଜ ବୁଦ୍ଧି ଆଉ ଲଗେଇବାନି? ନା ଏହାର କିଛି ଆହୁରି ଗଭୀର ଅର୍ଥ ଅଛି? ନା ନା, ଏମିତି ନୁହଁ ଯେ ବୁଦ୍ଧି ବନ୍ଦ କରିଦେବା। କଥାଟା ହେଉଛି, ଯେତେବେଳେ ଭଗବାନ ନିଜେ ଆସି ଠିକ୍ ରାସ୍ତା ଦେଖାଉଛନ୍ତି, ତାଙ୍କ ଶ୍ରୀମତ ଉପରେ ମାନେ ଶ୍ରେଷ୍ଠ ମତ ଉପରେ ପୁରା ଭରସା ରଖିବା କଥା। ଆଚ୍ଛା। ବାରମ୍ବାର ସନ୍ଦେହ କରି ପଚାରିଲେ କ'ଣ ହବ? ବରଂ ବୁଦ୍ଧିକୁ ଜ୍ଞାନର ସଫା କରି ସେ ଯାହା କହୁଛନ୍ତି ସେଇଟା କରିବା ଦରକାର। ବାବା ତ ସବୁ ଧୀରେ ଧୀରେ ବୁଝେଇ ଦେଉଛନ୍ତି। ହଁ, ବୁଝିଲି। ମାନେ ଏଇଟା ବିଶ୍ୱାସ ଆଉ ସମର୍ପଣର କଥା। ଆଚ୍ଛା, ଆଗକୁ ମୁରଲୀରେ ଗୋଟେ ପ୍ରଶ୍ନ ଅଛି। ତୁମ ଯୋଗ ଶକ୍ତିର କେଉଁ ଚମତ୍କାର ହୁଏ? ଏଇଟା ସତରେ ଯୋଗର ମହତ୍ତ୍ୱ ବିଷୟରେ। କ'ଣ ସେ ଚମତ୍କାର? ମୁରଲୀ ଯାହା କହୁଛି, ସବୁଠୁ ବଡ଼ ଚମତ୍କାର ହେଲା ଏଇ ଯୋଗ ଶକ୍ତି ଦ୍ୱାରା ଆମେ ଆମ କର୍ମେନ୍ଦ୍ରିୟଗୁଡ଼ାକୁ ମାନେ ଆଖି, କାନ, ମୁହଁ ଏସବୁକୁ ପୁରା ନିୟନ୍ତ୍ରଣରେ ରଖିପାରିବା। ପୁରା ନିୟନ୍ତ୍ରଣରେ? ହଁ, ବିକାର ଆଡ଼କୁ ଯିବାକୁ ରୋକିପାରିବା। ଦ୍ୱିତୀୟ କଥା, ଯୋଗ ଶକ୍ତି ନହେଲେ ପବିତ୍ର ହେବା ସମ୍ଭବ ହିଁ ନୁହେଁ। ଖାଲି ଜ୍ଞାନ ଶୁଣିଲେ ହବନି, ଯୋଗର ବଳ ଦରକାର। ଆଉ ତୃତୀୟ, ଏଇଟା ସବୁଠୁ ବଡ଼ କଥା, ଏଇ ଯୋଗ ଶକ୍ତିରେ ଖାଲି ଜଣେ ମଣିଷ ନୁହେଁ, ପୁରା ଦୁନିଆ, ପୁରା ବିଶ୍ୱ ପବିତ୍ର ହୋଇପାରିବ। ଏଇଟା ଏକ ବିଶ୍ୱ ପରିବର୍ତ୍ତନକାରୀ ଶକ୍ତି। ଆରେ ବାଃ, ପୁରା ବିଶ୍ୱ ଶୁଦ୍ଧିକରଣ। କିନ୍ତୁ ଏଟାକୁ ଆମେ ସାଧାରଣ ଜୀବନରେ କେମିତି କରିବା? ମୁରଳୀରେ ତ ଖାଇବା ପିଇବା ଶୁଦ୍ଧ କରିବା କଥା ବି ଅଛି। କିଛି ଲୋକ ତ ଏ ଖାଇବାକୁ ନେଇ ବହୁତ ଚିନ୍ତା କରନ୍ତି। ହଁ, ବାବା ସେଇଠି ବହୁତ ବଢ଼ିଆ ଉପାୟ ଦେଇଛନ୍ତି। ସେ କହୁଛନ୍ତି, ଖାଇବା କୋଉଠୁ ଆସିଲା, କିଏ ବନେଇଲା, ସେସବୁ ପଛରେ ବେଶୀ ପଡ଼ନି, ବେଶୀ ଚିନ୍ତା କରନି। ବାବାଙ୍କୁ ମନେ ପକାଇ ଯୋଗ ବଳରେ ସେ ଖାଦ୍ୟକୁ ଶୁଦ୍ଧ କରି ଖାଅ। ଆଚ୍ଛା। ହଁ, ଅବଶ୍ୟ ସାତ୍ୱିକ ଖାଇବା ନିୟମ ତ ମାନିବାକୁ ହବ, କିନ୍ତୁ ତା ସାଙ୍ଗରେ ସ୍ମୃତିର ଶକ୍ତିକୁ ବ୍ୟବହାର କରିବା ମୁଖ୍ୟ। ଆଉ ସବୁ କାମ ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।